ଓଡ଼ିଆ ସଙ୍ଗୀତ ଜଗତର ମୁକୁଟବିହୀନ ସମ୍ରାଟ ସମସ୍ତଙ୍କ ପ୍ରିୟ ଅକ୍ଷୟ ମହାନ୍ତି ତାଙ୍କ କାଳଜୟୀ ସଙ୍ଗୀତ ପାଇଁ ସର୍ବଦା ସ୍ମରଣୀୟ। ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଏକ ଯାଦୁକରୀ ଥିଲା, ଯାହା ପ୍ରତ୍ୟେକ ସଙ୍ଗୀତକୁ ଜୀବନ୍ତ କରୁଥିଲା। ସେ ଥିଲେ ଓଡ଼ିଆ ଲଘୁ ସଙ୍ଗୀତର ଅପ୍ରତିଦ୍ୱନ୍ଦ୍ୱୀ ଦିଗ୍ଦର୍ଶକ। ଜନମାନସରେ ତାଙ୍କର ମଧୁର କଣ୍ଠସ୍ୱରର ସ୍ୱତନ୍ତ୍ରତା ଏପର୍ଯ୍ୟନ୍ତ ଅନ୍ୟ କାହା ପାଖରେ ଦେଖାଯାଇନାହିଁ। 1948 ମସିହାରେ ଆକାଶବାଣୀର ପ୍ରତିଷ୍ଠା ଦିବସରେ ସ୍ୱର୍ଗତ ମହାନ୍ତି ଶିଶୁ କଣ୍ଠଶିଳ୍ପୀ ଭାବେ କଣ୍ଠଦାନ କରି ସଙ୍ଗୀତର ଯାତ୍ରା ଆରମ୍ଭ କରିଥିଲେ। ଜୀବନଦଶାରେ ସଙ୍ଗୀତକୁ ପେଶା କରି ସ୍ୱର୍ଗତ ମହାନ୍ତି ଯେଉଁ ଛାପ ଛାଡ଼ି ଯାଇଛନ୍ତି ତାହା ଅବିସ୍ମରଣୀୟ। ସାଲବେଗଙ୍କ ରଚନା ଏବଂ ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଜଗନ୍ନାଥ ଜଣାଣ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଓଡ଼ିଆ ଭଜନରେ ଏକ ନୂଆ ଧାରା ଆରମ୍ଭ କରିଥିଲା। କିଣି ଘେନି ଯାଉଛ ଜଗନ୍ନାଥଙ୍କୁ ଆମ୍ଭେ ଦର୍ଶନ କରିବୁ କାହାକୁ, କିଣି ଘେନି ଯାଉଛ ଜଗନ୍ନାଥଙ୍କୁ। ହେଫଗୁଣରେ ତୁମେ ଉଦାସୀ ମନର କଥା ଏବଂ ରାଜା ଝିଅ ସାଙ୍ଗେ କରିଥିଲି ଭାବ ଲଘୁ ସଙ୍ଗୀତର ଏକ ସ୍ୱତନ୍ତ୍ର ପରିଚୟ ଓଡ଼ିଆ ସଙ୍ଗୀତପ୍ରେମୀଙ୍କ ମନରେ ଖୁସିର ଲହରୀ ଆଣିଦେଇଥିଲା। ତାଙ୍କ ସଙ୍ଗୀତଗୁଡ଼ିକ ମଧ୍ୟରେ ଜୁକୁଜୁକୁ ସକାଳର ଗାଡ଼ି, ଜାତକ ପଡ଼ିଛି ରାଜଜୋଟକ, ଏଇନା ଏଇନା ଚିହ୍ନା, ବନ୍ଧୁରେ ଆଣିଦେ ଧରି ସୁନା ଇଲିସି ଭଳି ଗୀତି ପ୍ରଥମ କଲିକତାସ୍ଥିତ ଗାଥାନି କମ୍ପାନୀ ରେକର୍ଡ କରି ବ୍ୟବସାୟିକ ରେକର୍ଡକୁ ବଜାରକୁ ଛାଡ଼ିଥିଲା। ଗଲା ପରେ ପରେ ଅନେକ ଯାତନା ଏଠି, ଅନେକ ଯାତନା ଏଠି, ଲୁହରେ ଲେଖୁଛି କବିତା ଆଜି ମୁଁ ଲହୁରେ। ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଏବଂ ଶିବବ୍ରତ ଦାସଙ୍କ ରଚିତ ଯା ଯାରେ ଭାସି ଭାସିଯା ନୌକା ମୋର ଭାସିଯା, ଯାହାର ସ୍ୱର ସଂଯୋଜନା ଏବଂ ଗାଇବାର ଶୈଳୀ ବର୍ତ୍ତମାନ ସମୟରେ ମଧ୍ୟ ପ୍ରାଣବନ୍ତ ହୋଇପାରିଛି। ମହାନଦୀର ବିସ୍ତାରିତ ବକ୍ଷରେ ନୌକା ବାହି ଯାଉଥିବା ନାଉରୀର ଚକ୍ଷୁ ଆଢ଼ୁଆଳରୁ ବର୍ତ୍ତିଯାଇ ନାହାନ୍ତି ନଈତୁଠରେ ସ୍ନାନ କରୁଥିବା ପଞ୍ଚକନ୍ୟା। ଓଡ଼ିଆ ସଙ୍ଗୀତରେ ସେ ଅନେକ ପରଖ ଓ ନୂଆ ନୂଆ ଶବ୍ଦ ଆଣିଥିଲେ। 129ଟି ଚଳଚ୍ଚିତ୍ରରେ କଣ୍ଠଦାନ, 92ଟି ଗୀତ ରଚନା ଏବଂ 75ଟି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଏକ ଅଭୁଲା ଛାପ ଛାଡ଼ି ଯାଇଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ଏହି ମହାନ କଳାକାରଙ୍କୁ ଶ୍ରଦ୍ଧାଞ୍ଜଳି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣିଆ।